ଆଜି ସକାଳୁ ସକାଳୁ ଜେଜେମା ମୁହଁ ଫୁଲେଇକି ବସିଥିଲା। ମୁଁ ଆସି ପଚାରିଲି, ଜେଜେମା କ'ଣ ହେଇଛି, କାହିଁ ମୁହଁ ଫୁଲେଇକି ବସିଛ? ଜେଜେମା କହିଲା, ସବୁଦିନ ହାଟରୁ ଆଳୁ ନେଇ ପଳେଇ ଆସୁଛନ୍ତି, କିଛି ବି ପରିବା ଆଣୁନାହାନ୍ତି, ଆଜି ମୁଁ ହାଟକୁ ଯିବି, ମୁଁ ପରିବା ଆଣିବି। ଜେଜେମା ମତେ କହିଲା, ତୁ ମୋର ଗୋଟେ କାମ କରିଦେବୁ। ମୁଁ 8 ଦିନ ହେଲା ଲେମ୍ବୁକୁ ଲୁଣରେ ପକେଇ ରଖିଛି, ତାକୁ 2 ଫାଳ କରି କାଟିଦେବୁ, ସେଥିରେ ଟିକେ ହଳଦୀ ଗୁଣ୍ଡ ଗୋଳେଇ ତାକୁ ଖରାରେ ହଉ କି ଫ୍ୟାନରେ ହଉ ଟିକେ ଶୁଖେଇ ନବୁ। ତାପରେ ପାନ ମଧୁରୀ, ଜିରା, କଳା ଜିରା, ମେଥି, ଲଙ୍କାକୁ ଭାଜି ଗୁଣ୍ଡ କରିଦବୁ। ସୋରିଷ ତେଲକୁ ଗରମ କଲା ବେଳେ ସେଥିରେ ଟିକେ କଳା ଜିରା ପକେଇଦବୁ। ସେଇ ଗରମ ତେଲରେ କାଶ୍ମୀର ଲଙ୍କା ଗୁଣ୍ଡ 1 ଚାମଚ ପକେଇ ତାକୁ ଗୋଳେଇ ନେବୁ। କଟା ହେଇଥିବା ଲେମ୍ବୁରେ ଗୁଣ୍ଡ ମସଲା ଦେଇଦବୁ। ଗୋଟି ଥିଲା ବେଳେ ଯେହେତୁ ଲୁଣ ପଡିଥିଲା, ଆଉ ଟିକେ ଲୁଣ ଦେଇଦବୁ। ଟିକେ ଖଟା ମିଠା ଟେଷ୍ଟ ପାଇଁ 1 ବାଉଲ ଚିନିରେ ହାଫ୍ ବାଉଲ ପାଣି ଗ୍ୟାସରେ ବସେଇ ଅଠାଳିଆ ପାଗ ହେଲା ପରେ ତାକୁ ଲେମ୍ବୁରେ ଦେଇଦବୁ। ତୁ ତ ଜାଣିଛୁ ବର୍ଷ ବର୍ଷ ରଖି ଆଚାର ମୁଁ ଖାଇବି, ସେଥିପାଇଁ ଭିନେଗାର ଦେଇ ତାକୁ ଗୋଳେଇକି ରଖିଥିବୁ। ମୁଁ ଆସିଲେ କାଚ ବମରେ ପୁରେଇକି ରଖିବି। ଜେଜେମା ହାଟରୁ ପରିବା ବ୍ୟାଗଟା ଆଣି ଥୋଇଦେଲେ। ମୁଁ ପଚାରିଲି, ଜେଜେମା କ'ଣ କ'ଣ ସବୁ ପରିବା ଆଣିଛ? ଜେଜେମା କହିଲେ, କ'ଣ ଆଉ ଆଣିବି, ସେଇ ପଟାଟୋ ଖାଲି ଆଣିଛି।